ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଅସ୍ତରଙ୍ଗରେ ଦେଶୀ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ପକ୍ଷୀ ଗଣିବା ପାଇଁ ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା 5ଟି ଜାଗାରେ ଆରମ୍ଭ ହୋଇଛି ଗଣନା। ମୋଟ ଉପରେ 15 ଜଣ ଗଣନାକାରୀ ଟିମ୍ ରହିଛନ୍ତି। ବାଇନାକୁଲାର ଗାଇଡ୍ ବୁକ୍ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ 5ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମ ଥିବାବେଳେ କୁହୁଡ଼ି ଯୋଗୁଁ ଏହା ବିଳମ୍ବରେ ଗଣନା ହୋଇଥିବା ବେଳେ ଦିନ 10ଟା ଯାଏଁ ଚାଲିଥିଲା। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟକୁ ସମସ୍ତଙ୍କୁ ବାରଣ କରାଯାଇଛି। ଏପରିକି ପକ୍ଷୀ ଥିବା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ମାଛ ଧରା ଉପରେ କଟକଣା କରାଯାଇଛି। ଏହି ଗଣନା କାର୍ଯ୍ୟରେ 3ଟି ଡଙ୍ଗା ସହ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଶାରଦ, ପକ୍ଷୀ ସୁରକ୍ଷା ବାହିନୀ, ପରିବେଶବିତ୍ ସାମିଲ ହୋଇଥିଲେ। ଅସ୍ତରଙ୍ଗ ଅଞ୍ଚଳ ଗଙ୍ଗାଦେବୀ ଠାରୁ ନାସିମୁହାଣ ମୁହଁରୁ ପାଟସୁନ୍ଦରପୁର, ନଟରାରୁ କେଉଟଜଙ୍ଗା, ବେଲେଶ୍ୱରରୁ କେଳୁଣୀ, କଳମଣରୁ ଗଙ୍ଗାଦେବୀ ପ୍ରଭୃତି ସ୍ଥାନରେ ପକ୍ଷୀ ଗଣନା ଜାରି ରହିଛି। सर आपण परिचय मो नाम सुदर्शन देहुरी मो इनचार्ज रेंज अफिसर अस्तरंग वाइल्ड लाइफ रेंज रे अछि। आज द्वितीय हमर जो द्वितीय पर्यायर अछि पक्षी गणना पूरी वाइल्ड लाइफ बनखंड तरफ जो है आमको खुशी लगुच। ए वर्ष मोर नुआ एक्सपीरियंस जेतु बार्ड सेंसस है जेतु काकर टिके मोर विलंबर आमर गणना है सहित आमर अस्तरंग रेंज रे मोर 5 गोटी यूनिट अच्छी। प्रति यूनिट रे 3 जन एक डेप्यूटी होती जन फॉरेस्ट गार्ड सहित आमर लोकल जो स्क्वाड अच्छा एक्सपर्टर से नियोजित कर यूनिट रे भी आमको परिवेशविद 2 जन सामिल कर बर्तमान सहित आम 8-10 प्रकार जातिर पक्षी आम पाई सारीचु। आम भावुचु गला वर्ष अपेक्षा ए वर्षर पक्षी गणना माने वृद्धि पाइब। अस्तरंगरू मनीष विश्वाल रिपोर्ट, सकाळ खबर।